গহ গহরা গহিব ভূমি মহুলা গামুরি সরে হরি হরি বলি শপথ ফেরিব কম্পিজিব চারিবার পঞ্চশখা গোড় বাঁধিবি চন্দ্র সূর্য ସତରେ ମୋ ପ୍ରଭୁଙ୍କର ଏହି କଥାକୁ ଯେ ଲେଖିଥିଲେ ସେ ହେଉଛନ୍ତି ମହାପୁରୁଷ ଅଚ୍ୟୁତ ଦାସ। ଚଣ୍ଡୀଚାମଣ୍ଡକେ ସଙ୍ଗେ ଗୋଡ଼ାଏ ଯେ ବହୁ ବହୁନାଥ ହେବ ମୋହ ଜନ୍ମଭୂମି ମହୁରା ଗ୍ରାମରେ ତ୍ରିବିଂଶରେ ଉଣିଥିବ ହରି ହରି ବୋଲି ଶବ୍ଦ ଫେରିବ କମ୍ପିଯିବ ଚାରିଦ୍ୱାର ପଞ୍ଚସଖା ଯେଉଁ ବଳ ବାନ୍ଧିଥିବେ ଚନ୍ଦ୍ର ସୂର୍ଯ୍ୟ ଗୋଚର। ଶୁଣିବା ଏହି ଉକ୍ତିର କଥାକୁ ନେଇ ଆଜିର এই যে চଣ୍ଡୀ মহাযজ্ঞ এখানে হচ্ছে বিশ্বরূপ আসাক্ত মহাযজ্ঞর বিষয়ে প্রমোদ ভাই ঠাରୁ দুই পদ কথা কৃপা সাগর ভক্তবন্ধু জগৎপতে অদ্বৈত গোপীকান্ত গুরু স্বামী নমস্তুতে নব নিরোধ শ্যামাঙ্গ ভক্ত প্রিয় সদা হরি শম্ভু চরম পাদ মুক্তি মোক্ষ প্রদায়ক। সর্বপ্রথমে সেই অব্যক্ত মণ্ডলাধিপতি পূর্ণ পরম ব্রহ্ম পরমেশ্বর জগন্নিবাস ଈଶ୍ୱର ଏ ସୃଷ୍ଟିର ସ୍ରଷ୍ଟା ପ୍ରଭୁପାଦ ଶ୍ରୀ 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 ଗୁରୁସ୍ୱାମୀଙ୍କର ଅଭୟ ଶଙ୍କର ବିରଞ୍ଚି ବାଞ୍ଛିତ ପଦକମଳରେ ଏ ମୂର୍ଖ ଅଧମ ଜଡ଼ ପାମରର ମାନସିକ ଭାବରେ ସାଷ୍ଟାଙ୍ଗ ପ୍ରଣିପାତ। ତତ୍ପରେ ପରେ ଏ ବିଶ୍ୱରୂପା ଶାକ୍ତ ମହାଯଜ୍ଞ ବିଶ୍ୱଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ କ୍ଷିତିଜ୍ୟୋତି ଆଶ୍ରମ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗା କଟକ ନାଲକ କେନ୍ଦ୍ର ଆନୁକୂଲ୍ୟରେ ଆଜି ତାର ଚତୁର୍ଥ ଦିବସରେ ଆଜିର ଏ ମହାଜାଗତିକ ସତସଙ୍ଗ ମହାମଞ୍ଚକୁ ପରିଚାଳନା କରୁଥିବା ମୋର ସମ୍ମାନୀୟ ବଡ଼ ଭାଇ ପରିଚାଳକ ଗୌରାଙ୍ଗ ଭାଇ, ତତ୍ପରେ ପରେ ଏ ଯଜ୍ଞ କାର୍ଯ୍ୟରେ ସଂଯୁକ୍ତ ହେବା ପାଇଁ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗାରୁ ଧାଇଁ ଆସିଥିବା ସମସ୍ତ ନିର୍ବାହୀ କର୍ମକର୍ତ୍ତା ବୃନ୍ଦ, ତତ୍ପରେ ପରେ ଓଡ଼ିଶାର ସମସ୍ତ ଜିଲ୍ଲା ସଂଗଠନ, କେନ୍ଦ୍ର ସଂଗଠନ, ଶାଖା ସଂଗଠନର ସମସ୍ତ ନିର୍ବାହୀ କର୍ମକର୍ତ୍ତା ବୃନ୍ଦ, ସମସ୍ତ ଗୁରୁଭ୍ରାତା ଭଗ୍ନୀବୃନ୍ଦ ଏବଂ ଆଜି ଏ ମହାଜାଗତିକ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ଭଳି ସେବା କରୁଥିବା ମୋର ସଙ୍ଗୀତ ମଣ୍ଡଳୀ, ବାଦ୍ୟ ମଣ୍ଡଳୀ ବିଷ୍ଣୁ ଚରିତ କହିବା ବଖାଣି କହିବ ପିମ୍ପୁଡ଼ି ପରାକ୍ରମେ କି ଗିରି ଟେକା ହେବ। ଭଗବାନଙ୍କର ଅନନ୍ତ ମାଧୁର୍ଯ୍ୟମୟ ସୃଷ୍ଟିର ସାମାନ୍ୟ ପିମ୍ପୁଡ଼ିଟିଏ ଯଦି ଆସ୍ପର୍ଦ୍ଧା କରେ ତାର ପୃଷ୍ଠଦାସ ଦେଶରେ ପର୍ବତକୁ ବୋହି ନେବା ପାଇଁ ସେ ଯେମିତି ଲୋକ ସମାଜରେ ହାସ୍ୟାସ୍ପଦର ପାତ୍ର ହେବ, ନିନ୍ଦିତର ପାତ୍ର ହେବ, ଠିକ୍ ସେଭଳି ଏ ମଞ୍ଚରେ ବସି ଯେଉଁ ପ୍ରଭୁ ଅନନ୍ତ ଅବିନାଶୀ, ଯିଏ ଅନନ୍ତ ଅସୀମ ଅନାକାର ନିର୍ଲିପ୍ତ ନିର୍ବିକଳ୍ପ, ସେ ଭଗବାନଙ୍କର ମହିମାରାଜିକୁ ଗାନ କରିବା ପାଇଁ, ତାଙ୍କରି କଥାବସ୍ତୁକୁ ବଖାଣିବା ପାଇଁ ଆମେ ଯଦି ଏ ମଞ୍ଚରେ ମଞ୍ଚାସୀନ ହେବା, ଠିକ୍ ସେ ପିମ୍ପୁଡ଼ି ଭଳି ହାସ୍ୟାସ୍ପଦର ପାତ୍ର ହେବା ଛଡ଼ା ଅନ୍ୟତ କିଛି ନୁହେଁ। ହେ ସଜ୍ଜନ ମଣ୍ଡଳୀ, ଏ ଅଧମ ପ୍ରଥମରୁ କହି ରଖୁଛି, ଏ ଅଧମ କୌଣସି ପ୍ରବଚକ, ଆଲୋଚକ କିମ୍ବା କୌଣସି ଜ୍ଞାନୀ ନୁହେଁ, କେବଳ ମାତ୍ର ଭାଇ ଭଉଣୀମାନଙ୍କର ସ୍ନେହର ଶ୍ରଦ୍ଧାର ପାତ୍ର ହୋଇ ତାଙ୍କରି ଅନୁରୋଧ କ୍ରମେ କିଛି ଦୁଇ ପଦ କଥା କହେ।
ମୁଁ କାମ କରିବା ପାଇଁ ଭଲ ପାଏ, ସେଥିପାଇଁ ତଣ୍ଟି ପଡ଼ିଯାଇଛି ଆପଣମାନେ ଜାଣୁଥିବେ। କିନ୍ତୁ ଅଳ୍ପ କିଛି ମୁହୂର୍ତ୍ତ ପାଇଁ ମୁଁ କିଛି ତଥ୍ୟ ଦେବା ପାଇଁ ଏଠାରେ ଉପସ୍ଥିତ। ତା ପୁଣି ମୋର ପରମ ପୂଜ୍ୟ ଗୁରୁଦେବ ପ୍ରଭୁପାଦ ଶ୍ରୀ ଶ୍ରୀ ଗୁରୁସ୍ୱାମୀଙ୍କର ଅଖଣ୍ଡ ଆଶୀର୍ବାଦରେ, କରୁଣାର କଲ୍ୟାଣରେ ସେଥିରୁ ଯଦି କିଛି ଉଣା ହେବ ତେବେ ତାହା ବି ଆସିପାରିବ ନାହିଁ। ତେବେ ପ୍ରଭୁଙ୍କୁ କୋଟି କୋଟି ପ୍ରାର୍ଥନା କରିବି, ଯନ୍ତ୍ରୀ ତୁମେ ହୁଅ ଯନ୍ତ୍ରକୁ ଚଳାଅ, ସେ ଯନ୍ତ୍ରକୁ ଯେଭଳି ଭାବରେ ପରିଚାଳନା କରିବେ ଏ ଯନ୍ତ୍ର ସେମିତି ବାଜି ଉଠିବ ମାତ୍ର, ଅନ୍ୟଥା ଏ ଯନ୍ତ୍ରର ନା କୌଣସି ଶକ୍ତି ଅଛି ନା ସାମର୍ଥ୍ୟ ଅଛି ବାଜିବା ପାଇଁ। ତେଣୁ ଏ ସଜ୍ଜନ ମଣ୍ଡଳୀ ପରିଚାଳକ ମହୋଦୟ ନିର୍ଦ୍ଦେଶ କଲେ ଏ ଯଜ୍ଞ ବିଷୟରେ ସମ୍ୟକ କିଛି କହିବା ପାଇଁ। ଏହା ପୂର୍ବରୁ କେତେ ବଡ଼ ବଡ଼ ବିଶିଷ୍ଟ ପ୍ରବଚକ ଆମର ସମ୍ମାନୀୟ ବିପିନ ଭାଇଙ୍କ ଠାରୁ ଆରମ୍ଭ କରି ଗତକାଲି କୁନି ପ୍ରବଚକ ବି ଥିଲେ, ଆଉ ଅନ୍ୟାନ୍ୟ ବି ଥିଲେ, ଆଉ ଆମର ସୁପର ସୋଲ ସୁନୀଲ ବାବା ମଧ୍ୟ ଆପଣମାନଙ୍କୁ ଆଲୋଚନା କରୁଛନ୍ତି। ସ୍ୱଳ୍ପ କିଛି କଥା ଅଧମ ଆଲୋଚନା କରିବ। ତେବେ ଭାଇ ଓ ଭଉଣୀ ମାନେ, ଯଜ୍ଞରୁ ସକଳ ଜିନିଷ ସୃଷ୍ଟି, ଏ କଥା ଆପଣମାନେ ଜାଣିଛନ୍ତି। ଏ କିଛି କୌଣସି ନୂଆ କଥା ନୁହେଁ, ଏ ସୃଷ୍ଟି ଯଜ୍ଞରୁ ହେଇଛି। ତେଣୁ ଏ ମର୍ତ୍ତ୍ୟଧାମରେ ସୃଷ୍ଟିର ପ୍ରଥମ ଯଜ୍ଞ ଭଗବାନ ବ୍ରହ୍ମା ପରମ ପିତାଙ୍କ ନିର୍ଦ୍ଦେଶ ମତେ ଏ ମର୍ତ୍ତ୍ୟଭୂମିରେ ସମ୍ପନ୍ନ କରାଇଥିଲେ। ତା ପୁଣି କେଉଁଠି? ତାହା ହେଉଛି ପ୍ରୟାଗରାଜ। ପ୍ରୟାଗରାଜ, ପ୍ର ମାନେ ପ୍ରଥମ, ୟାଗ ମାନେ ଯଜ୍ଞ, ୟାଗ। ତେଣୁ ସୃଷ୍ଟିର ପ୍ରଥମ ଯଜ୍ଞ ପରମ ପିତାଙ୍କ ନିର୍ଦ୍ଦେଶ ମତେ ଏହି ମର୍ତ୍ତ୍ୟଭୂମିରେ ପ୍ରୟାଗରାଜ ଠାରେ ହେଇଥିଲା। ତେଣୁ ସେ ଯାଗଯଜ୍ଞ ହୁଏ ବିଶ୍ୱର କଲ୍ୟାଣ ପାଇଁ। ବିଶ୍ୱର କଲ୍ୟାଣ ନିମିତ୍ତ ଯାଗଯଜ୍ଞ ହୁଏ, ଯାଗଯଜ୍ଞ କରାଯାଏ। ଏବଂ ଯାଗଯଜ୍ଞର ଏଭଳି ମହିମା ତାକୁ ଆପଣମାନେ ପୁରାଣ ପୃଷ୍ଠାରୁ ପଢ଼ିକି ଜାଣିଥିବେ। ପୁଣି ଯଜ୍ଞର ଗୋଟେ ବିଶିଷ୍ଟତା ଅଛି, ଯଦି ଯଜ୍ଞ ବିଧି ଅନୁସାରେ ନ କରାଯାଏ ତେବେ ସେ ଯଜ୍ଞରେ ବିଘ୍ନ ମଧ୍ୟ ଘଟେ। ଏମିତି ବି କଥା ଅଛି, ଯେମିତିକି ଆପଣଙ୍କ ଉଦାହରଣ ଦେଇ କହିପାରିବି। ଯେତେବେଳେ ରାବଣ ଯଜ୍ଞ କରାଉଥିଲେ ସେତେବେଳେ ମନ୍ତ୍ର ପାଠରେ ଯା ଦେବୀ ସର୍ବଭୂତେଷୁ ଜାଗାରେ ଯେତେବେଳେ ହନୁମାନ ମାଛି ରୂପରେ ଯାଇ ବସି ପଡ଼ିଲେ ସେତେବେଳେ ଖା ଦେବୀ ସର୍ବଭୂତେଷୁ ହୋଇଯାଇଥିଲା ଏବଂ ତାଙ୍କର ବଂଶର ବିନାଶ ହେଇଥିଲା। ଯଜ୍ଞ ବିଧି ଅନୁସାରେ କଲେ ତାର ଫଳ ମଧ୍ୟ ପ୍ରଚଣ୍ଡ ଅକଳ୍ପନୀୟ, ଏବଂ ଯଦି ଅବିଧି ଅନୁସାରେ ହେଲା ତାର ଫଳ ମଧ୍ୟ ତଦନୁରୂପ ମିଳିଥାଏ। ଆପଣମାନଙ୍କର ମନେ ଥିବ ସତ୍ୟ ଯୁଗରେ ଯେତେବେଳେ ଆପଣଙ୍କର ବ୍ୟାସଦେବ ବିଶ୍ୱାମିତ୍ର ମନ୍ତ୍ର ଉଚ୍ଚାରଣ କରୁଛନ୍ତି, ଗର୍ଗମୁନି ସେ କଣ କରୁଛନ୍ତି ନା କର୍ମକାଣ୍ଡ କରୁଛନ୍ତି, ଆହୁତି ପ୍ରଦାନ କରୁଛନ୍ତି। ସେତେବେଳେ କଣ ହେଇଥିଲା ନା ଓଠ ଲାଗି ଯାଇଥିଲା ଏବଂ ମୋ ଉଚ୍ଚାରଣ ହେଇଯାଇଥିଲା। ଏବଂ ସେହି ସମୟରେ ଗର୍ଗମୁନି ଅଭିଶାପ ଦେଇଥିଲେ ଯେ କଳିଯୁଗରେ ମନ୍ତ୍ରର ପ୍ରଣବ ତତ୍ତ୍ୱ କଣ ହେଲା ନା ଇଏ ପ୍ରଣବ ତତ୍ତ୍ୱରେ ବାଧା ଆସିଲା, ତେଣୁକରି ଏଠି ମନ୍ତ୍ର ସିଦ୍ଧ ହେଇପାରିବ ନାହିଁ। ଦେଖନ୍ତୁ ସତ୍ୟ ଯୁଗରେ ଏ କଥା ଘଟଣା ଘଟି ସାରିଛି। ତେବେ ସେତେବେଳେ ବି ମନ୍ତ୍ର ଉଚ୍ଚାରଣରେ ବି ଯଦି ସାମାନ୍ୟ ତ୍ରୁଟି ହୁଏ ବି ଯଜ୍ଞରେ ବିପରୀତ ଫଳ ଫଳେ। କେତେ ବଡ଼ କଥା ଚିନ୍ତା କରିବା। ତେଣୁ କଳିଯୁଗରେ ବି ମନ୍ତ୍ର ଶୁଦ୍ଧି ନାହିଁ କି ମନ୍ତ୍ର ସିଦ୍ଧି ହେଇପାରେ ନା। କାହିଁକି ନା ଆମେମାନେ ଯେଉଁ ମନ୍ତ୍ର ବି ଉଚ୍ଚାରଣ କରୁ ସେଥିରେ ପ୍ରଣବ ତତ୍ତ୍ୱ ଶୁଦ୍ଧି ହୋଇପାରେ ନା। ତେଣୁ ହେ ସଜ୍ଜନ ମଣ୍ଡଳୀ, କଥାକୁ ଶୀଘ୍ର ଆଲୋଚନା ଉପରକୁ ନେବା। ତେବେ ପ୍ରତ୍ୟେକ ବିଭାଗରେ ଯଦି ଯଜ୍ଞର ଯାଜ୍ଞିକ ଶୃଙ୍ଖଳା ନ ରହିଲା ତେବେ ସେ ଯଜ୍ଞରେ ବିପରୀତ କ୍ରିୟା ଫଳେ। ଜଣେ ରାକ୍ଷସ ସିଏ ବି ଯଜ୍ଞ କରୁଥିଲେ, ତାଙ୍କର ନାଁ ଟିକେ ମନେ ପଡୁନାହିଁ। ସେ ଯେତେବେଳେ ମନ୍ତ୍ରରେ ତ୍ରୁଟି ହେଲା ସେତେବେଳେ ବିପରୀତ ଫଳ ଫଳି ଯଜ୍ଞରେ ଆନନ୍ଦ ପରିବର୍ତ୍ତେ ସବୁଆଡେ ଖାଲି ଘଡଘଡି ବର୍ଷା ଭଳିଆ ହେଇକିରି ସମସ୍ତ ଜିନିଷ ହଲିବାକୁ ଲାଗିଲା। ଏଭଳିଆ ଉଦାହରଣ ମଧ୍ୟ ଅଛି। ତେଣୁ ହେ ସଜ୍ଜନ ମଣ୍ଡଳୀ, ତେବେ ଯଜ୍ଞ କେମିତି ସିଦ୍ଧି ହେବ ଆପଣମାନଙ୍କୁ ସିଧାସଳଖ କହିବାକୁ ଚାହେଁ। ପ୍ରତ୍ୟେକ ଯଜ୍ଞ ହେଲା ମାନେ ଫଳ ସୁନିଶ୍ଚିତ। ଯଜ୍ଞ
ଗୋଟିଏ ଫଳକୁ ଆଣିଦିଏ, ସୃଷ୍ଟି ପାଇଁ ଉତ୍ତମ ଫଳ ପ୍ରଦାନ କରେ। କିନ୍ତୁ ଅନେକ ଯଜ୍ଞରେ ବିଧି ଅନୁସାରେ ହେଲେ ତାହା ଉତ୍ତମ ଫଳ ଫଳିଥାଏ। କିନ୍ତୁ ଯେତେବେଳେ ସୃଷ୍ଟିର ଶ୍ରେଷ୍ଠ ଯଜ୍ଞ ଗୁଡାକ ହୁଏ ସେତେବେଳେ ନିଜେ ଯୁଗାନୁପାତରେ ଯୁଗ ଅନୁବାଦରେ ନିଜେ ଯୁଗ ପୁରୁଷ ଉପସ୍ଥିତ ରହି ସେ ଯଜ୍ଞକୁ ସିଦ୍ଧ କରିଥାନ୍ତି। ଯେମିତି ତ୍ରେତୟା ଯୁଗରେ ନିଜେ ଭଗବାନ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞରେ ଉପସ୍ଥିତ ରହି ସେ ଯଜ୍ଞକୁ ସିଦ୍ଧ କରାଇଲେ ଏବଂ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପ୍ରଭାସ ଯଜ୍ଞରେ ଉପସ୍ଥିତ ରହି ସେ ଯଜ୍ଞକୁ ସିଦ୍ଧ କରାଇଥିଲା। ଠିକ୍ ସେଭଳି ଏ କଳି ଯୁଗରେ ନିଜେ ଚରମ ପୁରୁଷ ସ୍ଥୂଳରେ ଉପସ୍ଥିତ ରହି ନିଜର ଚରମ ଚୈତନ୍ୟ ଯଜ୍ଞ ପ୍ରଥମ 4ଟି ସେ ସବୁକୁ କଣ କରିଥିଲେ ନା ସୃଷ୍ଟିର କଲ୍ୟାଣ ପାଇଁ, ସୃଷ୍ଟିର ମଙ୍ଗଳ ପାଇଁ ସେଥିରେ ସେ ନିଜେ ଉପସ୍ଥିତ ହେଉଥିଲେ। ଯେତେବେଳେ ସ୍ରଷ୍ଟା ଯଜ୍ଞରେ ଉପସ୍ଥିତ ହେବେ ସେତେବେଳେ ଯେକୌଣସି ଭୁଲ ତ୍ରୁଟି ଯାହା ଥିଲେ ବି ତାହା ସିଦ୍ଧିରେ ପରିଣତ ହୋଇଯିବ, କାରଣ ସେ ନିଜେ ଉପସ୍ଥିତ ରହୁଥିଲେ। ତେଣୁ ଯେତେ ଦୋଷ ତ୍ରୁଟିକୁ ସେ ସବୁ ଗ୍ରହଣ କରି ନେଉଥିଲେ ସେ ଯଜ୍ଞରେ ପୂର୍ଣ୍ଣତା ଆସି ଯାଉଥିଲା। ସେ ଯଜ୍ଞର ଫଳ ବିଶ୍ୱ ପାଇଁ କଲ୍ୟାଣକର ହେଇଯାଉଥିଲା। ତେବେ ହେ ସଜ୍ଜନ ମଣ୍ଡଳୀ, ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ବର୍ତ୍ତମାନ ତ ଠାକୁର ସ୍ଥୂଳରେ ନାହାନ୍ତି, ତେବେ ବର୍ତ୍ତମାନ ଯେତେ ଯାଗ ଯଜ୍ଞ ସେ କଣ ଫଳ ସିଦ୍ଧ ହେଇପାରିବ? ସୃଷ୍ଟି ବିଶ୍ୱ ପାଇଁ ସେ କଣ କଲ୍ୟାଣକାରୀ ସାବିତ ହେଇପାରିବ? ହେ ସଜ୍ଜନ ମଣ୍ଡଳୀ, ସେଇଥିପାଇଁ ପ୍ରଭୁ ଆଜିକି 2015 ମସିହାରୁ ଆଜି ନିଜର ସମ୍ପୂର୍ଣ୍ଣ ମାନବୀୟ ଲୀଳା, ସମ୍ପୂର୍ଣ୍ଣ ମାନବ ଶରୀରକୁ ଆଜି ସ୍ଥୂଳରୁ ସୂକ୍ଷ୍ମକୁ, ପ୍ରପଞ୍ଚରୁ ଅପ୍ରପଞ୍ଚକୁ ଆଜି ନିଜେ ସ୍ରଷ୍ଟା ନିଜକୁ ଲୁଚେଇ ଦେଲେ ଏବଂ ସମଗ୍ର ସୃଷ୍ଟିକୁ ସେ ପାଦମୟ କରିଦେଲେ, ପାଦ ପ୍ରଦାନ କରିଦେଲେ, ପାଦୁକା। ଏବଂ ସେ ଶ୍ରୀପାଦୁକା ଯଦି ଆଜି ଆସିନଥାନ୍ତେ ତେବେ ଏ ସମସ୍ତ ଜୀବକୁଳ ଉଦ୍ଧାର ହେଇକି ଯିବାଟା ଅସମ୍ଭବ ହୋଇଥାନ୍ତା। କାରଣ ଏ କଳିଯୁଗରେ ପାଦ ହିଁ ସମସ୍ତଙ୍କୁ କଣ କରିବ ନା ସେ ଶ୍ରୀପାଦ ହିଁ ମୁକ୍ତି ମୋକ୍ଷ ନିର୍ବାଣ ପ୍ରଦାନ କରିବ। ସେ ପାଦ ହିଁ ସମସ୍ତଙ୍କୁ ମୁକ୍ତି ପ୍ରଦାନ କରିବ। ତେଣୁ ହେ ସଜ୍ଜନ ମଣ୍ଡଳୀ, ଆଜି ଠାକୁର କେବଳ ସ୍ଥୂଳ ଜଗତରେ ନୁହନ୍ତି, ଆମେ ଜାଣିଥିବା ଭକ୍ତମାନଙ୍କ ଭିତରେ ନୁହନ୍ତି, ଆମେ ନ ଜାଣିଥିବା ଅନେକ ମୁନି ଋଷି ସାଧୁ ସନ୍ଥ କେତେ ଜଣକୁ ଶ୍ରୀପାଦୁକା ପ୍ରଦାନ କରିସାରିଛନ୍ତି। ତତ୍ପରେ ପରେ ଇଏ ହେଲା ସ୍ଥୂଳ ଜଗତର କଥା। ତାପରେ ସୂକ୍ଷ୍ମ ଜଗତରେ ମଧ୍ୟ ପ୍ରଭୁ ଶ୍ରୀପାଦୁକା ପ୍ରଦାନ କରିଛନ୍ତି, କାରଣ ଜଗତକୁ ମଧ୍ୟ ପ୍ରଭୁଙ୍କର ଶ୍ରୀପାଦୁକା ପ୍ରଦାନ ହେଇଛି। ତେଣୁ ସଜ୍ଜନ ମଣ୍ଡଳୀ, ଆଜି ବିଶେଷ ଭାବରେ ବିଶ୍ୱରୂପା ଶାକ୍ତ ମହାଯଜ୍ଞ ପ୍ରଭୁଙ୍କର ଏଠି ଯୋଉ ହେଉଛି, ସେ ବିଶ୍ୱରୂପା ଶାକ୍ତ ମହାଯଜ୍ଞ ଆଜି ପ୍ରଭୁଙ୍କର ନିର୍ଦ୍ଦେଶ ମତେ ଆଜି ପଞ୍ଚସଖାଙ୍କ ମାଳିକା ପ୍ରବାଦୀୟ ଯଜ୍ଞ ଏଠି ସଂଗଠିତ ହୋଇ ଚାଲିଛି। ହେ ସଜ୍ଜନ ମଣ୍ଡଳୀ, ଆଜି ପ୍ରଭୁ ସ୍ଥୂଳରୁ ସୂକ୍ଷ୍ମ ହେଇଗଲେ, କିନ୍ତୁ ସ୍ଥୂଳରୁ ସୂକ୍ଷ୍ମ ହେବା ସତ୍ତ୍ୱେ ଆଜି ଜାଗଯଜ୍ଞ ଯେତେବେଳେ ପ୍ରଭୁ ସ୍ଥୂଳରୁ ସୂକ୍ଷ୍ମ ହେଲେ ସେତେବେଳେ ଆମେ ସମସ୍ତେ ଚିନ୍ତା ପ୍ରକଟ କଲେ ଯେ ଆଉ ପ୍ରଭୁଙ୍କ ନିର୍ଦ୍ଦେଶିତ ଯଜ୍ଞ ଅଛି ନା ନାହିଁ। ଏ କଥାକୁ ନେଇକି ଆମେ ସମସ୍ତେ ଭ୍ରମରେ ପଡ଼ିଥାନ୍ତି। ହେ ସଜ୍ଜନ ମଣ୍ଡଳୀ, ମୁଁ ଏ କଥା ଆପଣମାନଙ୍କୁ ପୁରା ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଠାକୁର ଯେତେବେଳେ ସ୍ଥୂଳରୁ ସୂକ୍ଷ୍ମ ପରିବର୍ତ୍ତନ ହେଲେ ସେତେବେଳେ ଗୋଟିଏ କଥା କହିଲେ ଯେ ସ୍ଥୂଳ ଠାରୁ ସୂକ୍ଷ୍ମ ଶକ୍ତି ପୁଣି କୋଟିଏ ଗୁଣ। ସ୍ଥୂଳରୁ ସୂକ୍ଷ୍ମ ଶକ୍ତି କୋଟିଏ ଗୁଣ ପ୍ରତିଟି କ୍ଷେତ୍ରରେ, ଗୋଟିଏ କ୍ଷେତ୍ରରେ ନୁହେଁ, ଚେତନାର କ୍ଷେତ୍ରରେ। ଆଜି କାହା ନା କାହା ମାଧ୍ୟମରେ ପ୍ରଭୁ ଚେତନା ଶକ୍ତିକୁ ବଢ଼େଇ ସେଇ ପ୍ରେରଣା, ଅବ୍ୟକ୍ତର ପ୍ରେରଣା ଆଜି କାହାରି ମାଧ୍ୟମରେ ଗୋଟେ ରୂପ ନେଇ ଏ ଧରାପୃଷ୍ଠରେ ପ୍ରଭୁଙ୍କ ଦ୍ୱାରା ପ୍ରଣୀତ, ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଯାଗ ଯଜ୍ଞ ଆଜି ଧରାପୃଷ୍ଠରେ ହେଇଯାଉଛି ବିଶ୍ୱର କଲ୍ୟାଣ ପାଇଁ। ଏ କଥା ଆମକୁ ସନ୍ଦେହରେ ପକାଉଛି ଯେ ଆଜି ଠାକୁର ତ ନାହାନ୍ତି, ଆଜି ଯାଗ ଯଜ୍ଞ ହେବ କେମିତି? ଏ ଅଧମ ଗୋଟେ ଛୋଟ କଥା ଆପଣଙ୍କୁ କହିଦେବାକୁ ଚାହେଁ। ଯେତେବେଳେ କୁଚିଣ୍ଡା କୁସୁମୀରେ ଘୃତ ସ୍ନାନ ହେଲା ସେତେବେଳେ ଆମେ, ମୋର ଶିକ୍ଷା ଗୁରୁଦେବ ଯିଏକି ମୋତେ ଏ ପ୍ରଭୁଙ୍କର ଏ ରାଜ୍ୟକୁ
ପ୍ରବେଶ କରାଇଥିଲେ, ଯାହାଙ୍କ ମାଧ୍ୟମରେ ମୁଁ ଆସିଥିଲି ଆଧ୍ୟାତ୍ମିକ ଦିଗକୁ। ସମ୍ମାନୀୟ ଶ୍ରୀଯୁକ୍ତ ରବିନାରାୟଣ ମିର୍ଦ୍ଦା ମହୋଦୟ, ଆମେ ସମସ୍ତ ଦଳବଳ ହୋଇ ଯେତେବେଳେ ପ୍ରଭୁଙ୍କ ପାଖକୁ ଗଲୁ, ସେତେବେଳେ ଆମର ସାଂଗଠନିକ ମୁଖ୍ୟ ସମ୍ମାନୀୟ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମହାନ୍ତି ମହୋଦୟ ସେଠି ପ୍ରଭୁଙ୍କୁ ପଚାରିଲେ, କହିଲେ ପ୍ରଭୁ ଏ ଯଜ୍ଞର ନାମକରଣ କଣ ହେବ? ଠାକୁରେ କହିଲେ ତୁମେ କହୁନ କଣ ହେବ? ଆପଣ ଦେଖନ୍ତୁ ଆଶ୍ଚର୍ଯ୍ୟ କଥା, ପ୍ରଭୁଙ୍କୁ ଭକ୍ତ ଜୀବ ଭାବରେ ପଚାରୁଛି, ପ୍ରଭୁ ଏ ଯଜ୍ଞର ନାମକରଣ କଣ ହେବ? ଭଗବାନ କହୁଛନ୍ତି ତୁମେ କହୁନ କଣ ହେବ? ୟାର ଅର୍ଥ କଣ? ସମ୍ମାନୀୟ ଶ୍ରୀଯୁକ୍ତ ସାଂଗଠନିକ ମୁଖ୍ୟ ମହୋଦୟ ଯାହା କହିଦେବେ ତାହା କଣ ସେ ଯଜ୍ଞ ହେଇଯିବ? ତ ୟା ଭିତରେ ଥିବା ତତ୍ତ୍ୱକୁ ବୁଝିବାକୁ ପଡିବ। ଅର୍ଥାତ୍ ସିଏ ସେଇଆ ହିଁ କହିବେ ଯାହା ସେ ଚାହିଁବେ। ବୋଲ ଆନନ୍ଦ କବାର ହରିବ। ତେବେ ସଜ୍ଜନ ମଣ୍ଡଳୀ, ଜୀବ ସେଇଆ ହିଁ କରିଥାଏ ଯାହା ସେ ପ୍ରେରଣା ଦିଅନ୍ତି। ସେଥିରେ ଜୀବ ନିଜକୁ ସଂଯୋଗ କରି ବେଳେ ବେଳେ ଅହଙ୍କାରୀ ହେଇଯାଏ, ଯୋଉ ଅବସ୍ଥା ବର୍ତ୍ତମାନ ଅନେକାଂଶରେ ଦେଖିବାକୁ ମିଳୁଛି। ଏବଂ ଭାଇ ଭଉଣୀ ମାନଙ୍କର ସନ୍ଦେହ ମଧ୍ୟ ବଢିଯାଉଛି, ଏ ନାମକରଣ କିଭଳି ଆସୁଛି। ହେ ସଜ୍ଜନ ମଣ୍ଡଳୀ, ତେଣୁକରି ଆଗକୁ ଆହୁରି ବହୁତ ଯାଗ ଯଜ୍ଞ ଅଛି। ମୁଁ ତ ଆଜି ବିଶେଷ କିଛି କଥା କହିବା ପାଇଁ ବସି ନାହିଁ। ତେଣୁ ଏ ବିଶ୍ୱରୂପା ଶାକ୍ତ ମହାଯଜ୍ଞ ଇଏ ଗୋଟିଏ ଶକ୍ତି ଯଜ୍ଞ। ଯେଉଁ ଶକ୍ତି ଯଜ୍ଞ ଆପଣ ଦେଖିଥିଲେ ପବିତ୍ର ପୁଣ୍ୟମୟ ପୀଠ ଷଡ଼ଙ୍ଗୀରେ ପ୍ରଭୁ ଚାରୋଟି ଯଜ୍ଞ ଏଭଳି ଅଛି କି ଆପଣମାନଙ୍କ ଧାରଣା ଅଛି, ଯୋଉଠି ପ୍ରଭୁ ଗୋଟିଏ ସ୍ଥାନରେ ଚାରୋଟି ଯଜ୍ଞ କରିସାରିଛନ୍ତି। ସିଏ ହେଉଛି ଷଡ଼ଙ୍ଗୀ। ତେଣୁ ସେଇ ତ୍ରିଶକ୍ତି କରୁଣା ମହାଯଜ୍ଞ ଯେମିତି ଗୋଟେ ଶକ୍ତି ଯଜ୍ଞ ଥିଲା, ତାର ସ୍ମରଣିକାକୁ ଆପଣମାନେ ପଢି ନେବେ। ତେବେ ଏଇ ଯୋଉ ବିଶ୍ୱରୂପା ଶାକ୍ତ ମହାଯଜ୍ଞ ହେଉଛି ଆଜି ସଂଗଠିତ ହେଇ ଚାଲିଛି, ଇଏ ହେଉଛି ଶକ୍ତି ଯଜ୍ଞ। ପ୍ରଭୁ ହେଉଛନ୍ତି ସ୍ୱୟଂ ପୁରୁଷ, ସେ ନିର୍ଲିପ୍ତ, ନିରାକାର, ନିଷ୍କ୍ରିୟ। ପ୍ରଭୁ ହେଉଛନ୍ତି ନିଷ୍କ୍ରିୟ, ଭକ୍ତର ଭାବରେ ସେ ସକ୍ରିୟ। ତେଣୁ ଠାକୁରେ ଲୀଳା କରନ୍ତି କେମିତି ନା ପ୍ରକୃତି ସ୍ୱରୂପ ମାଧ୍ୟମରେ, ପ୍ରକୃତି ମାଧ୍ୟମରେ। ତେଣୁ ପ୍ରକୃତି ଆଜି ଏ ଯୋଉ ଚଣ୍ଡ ଚଣ୍ଡୀ ଦେବା ଦେବୀ, ଆଗକୁ ଆପଣ ଏତିକି ବୁଝିଯାଆନ୍ତୁ, ପ୍ରଭୁ ସଂକେତ ଦେଲେଣି, ହୁସିଆର, ସାବଧାନ, ବେଳ ଆସି ପହଞ୍ଚି ଗଲାଣି, ଆଉ ରକ୍ଷା ନାହିଁ। ତେବେ ହେ ସଜ୍ଜନ ମଣ୍ଡଳୀ, ପ୍ରଭୁଙ୍କର ନିର୍ଦ୍ଦେଶିତ ସେଇ ଧାରା କର୍ମଧାରାକୁ ପାଳନ କରି ଏବେ ଆମେ ପ୍ରତିଟି ମୁହୂର୍ତ୍ତରେ ପ୍ରଭୁଙ୍କର ବୀଜମନ୍ତ୍ରକୁ ମାନସ ଜପ କରି ପ୍ରଭୁ ଗୁରୁଙ୍କର ଶ୍ରୀପଦକୁ ଲୟ ରଖି ଜୀବନ ଅତିବାହିତ କରିବା କଥା। କାରଣ ଯଜ୍ଞ ମଣ୍ଡପରେ ଏଭଳି ବିଚିତ୍ର କେବେ ଆପଣ ଦେଖିନଥିବେ ବିଚିତ୍ରତା। ୟା ପୂର୍ବରୁ କୌଣସି ଯଜ୍ଞରେ 27 ଫୁଟରେ 27 ଫୁଟ ଯଜ୍ଞ ଘର ନିର୍ମାଣ ହୋଇଥିଲା। ଯେତେବେଳେ ଆମର ପୁରୀରୁ ଆସିଥିଲେ ବ୍ରଜବନ୍ଧୁ ତ୍ରିପାଠୀ ମାଙ୍କର କାର୍ଯ୍ୟ କରିବା ପାଇଁ ଠାକୁମାଙ୍କର, ସେତେବେଳେ 27x27 ମଣ୍ଡପ ତିଆରି ହେଇଥିଲା ସ୍ୱର୍ଣ୍ଣକ୍ଷେତ୍ର ଆଶ୍ରମରେ। ସେକେଣ୍ଡ ପୁନରାବୃତ୍ତି ହେଲା ଆମର এই ବଳରାମ ପ୍ରସାଦ ଠାରେ ଯଜ୍ଞ ମଣ୍ଡପ ହେଇଛି। ମାନେ ବୁଝିଯାଆନ୍ତୁ ଖେଳ କୋଉ ରେଞ୍ଜରେ ଚାଲିଛି। ତେଣୁ ହେ ସଜ୍ଜନ ମଣ୍ଡଳୀ, ଏ ଅଧମ ତ ଟିକେ ଯଜ୍ଞ ପ୍ରିୟ। ତେଣୁ ଟିକେ ଆଉ 2 ମିନିଟ ସେ ଯଜ୍ଞ ବିଷୟରେ ସୂଚନା ଦେବି। ଠାକୁରେ ବର୍ତ୍ତମାନ ବି ଆହୁରି ଅନେକ ଯାଗଯଜ୍ଞ କରେଇ ଦେବା ପାଇଁ ତାଙ୍କର ନିର୍ଦ୍ଦେଶ ଆସୁଛି ପଞ୍ଚସଖାଙ୍କ ମାଧ୍ୟମରେ, ତାଙ୍କର ଅତି ପ୍ରିୟ ଭକ୍ତ ରାମଦାସଙ୍କ ମାଧ୍ୟମରେ। ଯାହା ଅବିଶ୍ୱାସ ହେଲେ ବି ସତ୍ୟ। ହାତ ଯୋଡ଼ି ନିବେଦନ କରିବି, ଯେ କୌଣସି ଯାଗଯଜ୍ଞ ଯେଉଁଠାରେ ବି ହେବ, ଆପଣମାନେ ଆଉ ମନରେ ଅଙ୍କ କଷିବେ ନାହିଁ ନା କିଏ ଦେଲା, ମାଳିକା କୋଉଠୁ ଆସିଲା, କିଏ ତାକୁ ଲେଖିଲା, ଏ ଅଙ୍କ କଷିବେ ନାହିଁ। ଏଟା ନିବେଦନ କରୁଛି ମୁଁ ହାତ ଯୋଡ଼ିକି। କାହିଁକି ଆପଣମାନେ
प्रभुଙ୍କ ଯିବା ପରେ ନିଜେ ତ ବାବା ବିଷୟ ଉପସ୍ଥିତ ଥିଲେ। ପ୍ରତ୍ୟେକ ଯଜ୍ଞ ତିନିଟା ସୂକ୍ଷ୍ମ ଯଜ୍ଞ ବିରାଟ ଆକାର ଧାରଣ କରିଥିଲା। ଆଜି ବି ଏ ଯଜ୍ଞ ବିରାଟ ଆକାର ଧାରଣ କରିଛି। କଳ୍ପ ବିଭୂତି ଶାନ୍ତି ମହାଯଜ୍ଞ ହୁମା, ଶ୍ରୀପଦ ଅମୃତ ଶାନ୍ତି ମହାଯଜ୍ଞ ଦେବଗଡ଼, ବ୍ରହ୍ମ ଅକ୍ଷର ଶାନ୍ତି ମହାଯଜ୍ଞ ପାଇକିମା ନୃସିଂହନାଥ ବରଗଡ଼। ଏକକୁ ଆରେକ ବଳି ଆପଣମାନେ ନିଜେ ଉପସ୍ଥିତ ରହି ସେ ଲୀଳାକୁ ନିଶ୍ଚିନ୍ତ ଭାବରେ ଉପଭୋଗ କରିଛନ୍ତି। ହେ ସଜ୍ଜନ ମଣ୍ଡଳୀ, ସମୟ ସ୍ୱଳ୍ପ, ସିଧାସଳଖ ଏ ଅଧମ ହଠାତ୍ ଏଇ ଯଜ୍ଞ ସ୍ଥାନରେ ଜଣେ ଆମର ଗୁରୁ ଭାଇ ଅଛନ୍ତି। ଆପଣ ଜାଣିଥାନ୍ତୁ ତାଙ୍କୁ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ଅନେକ ଜିନିଷ ଖସି ଆସେ। এটা ଆପଣମାନେ କମେଣ୍ଟ କରିପାରନ୍ତି, ବିଶ୍ୱାସ ବି କରିନପାରନ୍ତି। ସେ ହେଉଛନ୍ତି ହୁମା ସମ୍ବଲପୁର ଶାଖାର ପରିଚାଳକ ଥିଲେ, ଏବେ ନାହାନ୍ତି ଦାୟିତ୍ୱରେ, ଆମର ସମ୍ମାନୀୟ ମନୋରଞ୍ଜନ ଭାଇ। ତାଙ୍କ ସହିତ ଆମର ସବୁବେଳେ ଚାଲେ ସଂଯୋଗ। ହଠାତ୍ ଗତକାଲି ଏ ପଡ଼ିଆରେ ଆମ ମନ ଏଭଳି ଅସ୍ଥିର ହେଲା, ଏଭଳି ଚାଲୁ ଚାଲୁ ଦୁଇଟି ଜିନିଷର ତଥ୍ୟ ଆପେ ପ୍ରାପ୍ତ ହେଲା। ତେବେ ତା ବିଷୟରେ ପୂର୍ବରୁ ବି ଆମର ବହୁତ ତଥ୍ୟ ଅଛି, କିନ୍ତୁ ଗତକାଲିର ତଥ୍ୟ ଅବିଶ୍ୱସନୀୟ, ଅକଳ୍ପନୀୟ, ଚମକପ୍ରଦ ତଥ୍ୟକୁ ମାତ୍ର 2-4 ଲାଇନ୍ ମୁଁ ଆପଣଙ୍କ ନିକଟରେ ରଖୁଛି, ଆପଣ ଶୁଣନ୍ତୁ। ହେ ସଜ୍ଜନ ମଣ୍ଡଳୀ, ଏଇ 2 ଦିନ ପୂର୍ବରୁ ସମ୍ମାନୀୟ ଆମର ନାଲକ କେନ୍ଦ୍ରର ସହପରିଚାଳକ ଶ୍ରୀଯୁକ୍ତ ଜମ୍ବେଶ୍ୱର ଭାଇ ମହୋଦୟ ମତେ ପଚାରୁଥିଲେ ଯେ ପ୍ରମୋଦ ଭାଇ ଆମର ରଞ୍ଜାଗୋଳ ଯଜ୍ଞ କେବେ ହେବ? ମୁଁ 2 ଦିନ ପୂର୍ବରୁ ତାଙ୍କୁ ସନ୍ଧ୍ୟାରେ ସେଇଠି ଏଇ ଷ୍ଟୋର ରୁମ୍ ପାଖରେ ବସି କହିଲି ମତେ କାହିଁ ଲାଗୁନାହିଁ ଯେ ଏ ବର୍ଷ ହେବ ବୋଲି, ପରେ ହେଇପାରେ, ସମୟ ଟିକେ ବିଳମ୍ବ ଅଛି, 25ରେ ହେଇପାରେ। ମାତ୍ର ପର ଦିନର କଥା। ଏବଂ ଆମର ସୁକୁଳି ସେ କେନ୍ଦ୍ରର ସମ୍ମାନୀୟ କେନ୍ଦ୍ର ପରିଚାଳକ ମିଶ୍ରୀଲାଲ ମହାନ୍ତ ଭାଇ, ସିଏ ବି ପଚାରୁଥିଲେ ଭାଇ ଆମ କଥା କଣ ହେଲା? ତାଙ୍କୁ ବି ମୁଁ କାଲି କହୁଥିଲି ଯେ ଆପଣଙ୍କଟା ଶୀଘ୍ର ହେଇଯିବ, ମତେ ଲାଗୁଛି ଯାହା ଶୀଘ୍ର ହେଇଯିବ। କିନ୍ତୁ ହେ ସଜ୍ଜନ ମଣ୍ଡଳୀ, ଗୁରୁଙ୍କର କୃପା, ହଠାତ୍ କାଲି ତଥ୍ୟ ପ୍ରାପ୍ତ ହେଇଛି। ସେ ତଥ୍ୟରୁ ଚମକିଲା 4 ଲାଇନ୍ କେବଳ କହୁଛି ରଞ୍ଜାଗୋଳ ଯଜ୍ଞ ବିଷୟରେ, ମନ ଦେଇ ଶ୍ରବଣ କରିବା ହେବେ। ତେବେ ରଞ୍ଜାଗୋଳ ଯଜ୍ଞର ତଥ୍ୟ 4 ଲାଇନ୍ କେବଳ କହୁଛି, ସାମ ବେଦ ମୁଣ୍ଡେ 4 ଅଙ୍କକୁ ଥୋଇବୁ। ଦେଖନ୍ତୁ କେମିତି ତଥ୍ୟ ଆସିଛି। ସାମ ବେଦ ମୁଣ୍ଡେ 4 ଅଙ୍କକୁ ଥୋଇବୁ, ଅଥର୍ବ ବେଦର 2 ଗୁଣକୁ ବୁଝିବୁ, ବସୁ ଅଙ୍କେ ଚତୁର୍ଥୀ ତିଥିକୁ ମିଶା ତହିଁ, ଧ୍ୱଜା ଉଡ଼ିବ ବାବୁରେ ରଞ୍ଜାଗୋଳ ଭୂଇଁ। ହରିବୋଲଟା ତ ପକାଅ। ହେ ସଜ୍ଜନ ମଣ୍ଡଳୀ, ଭବିଷ୍ୟ ପରାର୍ଦ୍ଧ ମୁନିକଳ୍ପ, ଭବିଷ୍ୟ ପରାର୍ଦ୍ଧ ମୁନିକଳ୍ପ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଲିଖିତ ଏ ମାଳିକା କେମିତି ତଥ୍ୟ ପ୍ରଦାନ କରୁଛି ଦେଖନ୍ତୁ ଆପଣ ମାନେ। କହିଲେ ସାମବେଦ ମୁଣ୍ଡେ 4 ଅଙ୍କକୁ ଥୋଇବୁ। ସାମବେଦ ହେଲେ ରୁକ୍ ସାମ ଯଜୁ ଅଥର୍ବ। ବାବା ଭୁଲ ହେଲେ ଟିକେ କହିବେ ଆପଣ, ଏଟା ତ ଆମେ ଅର୍ଥ ବାହାର କରିଛୁ। ତେଣୁ ଆପଣମାନେ ସୁପର ସୋଲ ମାନେ, ଦେବ ଶିଶୁ ମାନେ କେତେ ଜ୍ଞାନ ଧରାପୃଷ୍ଠରୁ କ୍ଷରିତ ଜ୍ଞାନ ଆସି ଜନଜଗତକୁ ପ୍ରଦାନ କରୁଛନ୍ତି। ଆମେ ତ ଘୋଷା ପାଠ ଦିନା 8, ଆମେ ଘୋଷିକିରି କହିବେ ଲୋକ। ତେଣୁ ପ୍ରଭୁ କହିଲେ, ଲେଖିଛନ୍ତି ମହାପୁରୁଷ, ସାମବେଦ ମୁଣ୍ଡେ 4 ଅଙ୍କକୁ ଥୋଇବୁ। ରୁକ୍ ସାମ, ସାମ କହିଲେ 2 ନମ୍ବର। ତେବେ ତା ମୁଣ୍ଡରେ 4 ଅଙ୍କକୁ ଥୋଇବୁ, ଅର୍ଥାତ୍ 2 to the power 4, ମାନେ 2 ଗୁଣନ 2 ଗୁଣନ 2 ଗୁଣନ 2, 2 କୁ 4 ଥର ଗୁଣିଲେ କେତେ ହେଲା? 16। ସାମବେଦ ମୁଣ୍ଡେ 4 ଅଙ୍କକୁ ଥୋଇବୁ, ଅଥର୍ବ ବେଦକୁ ଗୁଣି, ଅଥର୍ବ ବେଦର 2 ଗୁଣକୁ ବୁଝିବୁ। ଅଥର୍ବ ବେଦ କହିଲେ ରୁକ୍ ସାମ ଯଜୁ ଅଥର୍ବ, 4 ହେଲା, ତାକୁ 2 ଗୁଣିବେ ମାନେ 8 ହେଲା। 16 8 ହେଲା କେତେ? 24। ଇଏ ଆସିଗଲା ଆପଣଙ୍କର ବର୍ଷ, 24 ଆସିଲା। ତାପରେ ବସୁ ଅଙ୍କେ ଚତୁର୍ଥୀ ତିଥିକୁ ମିଶା କହିଁ, ବସୁ ଅଙ୍କେ
मन देकी शुणिबे। बसु कहले अष्ट बसु, तेणु अष्ट बसुरे चतुर्थी माने 4 को मिसेइबे, हेला केते 8 4 12। एठी केते टेक्निक यूज करा है देखंतु। मु आश्चर्य होतिली, कहले बसु के चतुर्थी तिथि को मिसा कही ध्वजा उड़ीब बाबुरे रंजा गोल भूई। हरि बोला तो पकेले नहीं, हरि हरि बोला। हे सज्जन मंडली, सीए लिखिदेले जे रंजा गोल रे कौन हेब, द्वादशी तिथि रे ध्वजा उड़ीब। सीधा सड़क महापुरुष लिखुना जे एकादशी तिथि दिन यज्ञ आरंभ हेब, ए कथा लिखुना। केड़े टेक्निक रे यूज करचंदी जे द्वादशी तिथि रे ध्वजा उड़ीब, ध्वजा उड़ीब बाबुरे रंजा गल भूई। तेणु हे सज्जन मंडली, आहुरी अनेक रहस्य गुप्ताति गुप्त तथ्य थिले सुद्धा ए अधम आजी कहब नाही। कारण आमर देवशिशु सुपर सोल कुनी प्रवर्तक बाबा आसिक पहुंची गले। तेणु सुक्रुली ररुआ मातंगी पीठर तथ्य मध्य अद्भुत जनक भाव हस्तगत होइछि। सेठी भी यज्ञ हेबार अछि, ताकू आ कहबी नाही। ताकू परवर्ती कौन ठारे मौका मिलिले आलोचना को नेबा। तेबे आजिर बाणी सभा को एठी विराम देउछि। तेबे आलोचना रे जदि किछि दोष त्रुटि थाए आपण मानक निकटरे निवेदन करी, समस्ते निजर विशाल हृदय भक्तार सहित स्वश क्षमा गुण रे क्षमा प्रदान करिवे बोली। तत्पर परे से परम प्रेममय परम कारुणिक भक्त वत्सल भावग्राही भक्त बंधु कृपा सिंधु प्रभुपाद श्री 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 गुरुस्वामी श्रीपाद पद्मरे आजिर आलोचना थिबा समस्त दोष त्रुटि को समर्पण करी बाणी को विराम देउछि। हरिओम तत्सत, हरिओम तत्सत, हरिओम तत्सत।